ବନ୍ଧୁମାନେ ମୋର ପୁଣି ଥରେ ଆପଣମାନଙ୍କୁ ଆଜିର କାହାଣୀରେ ସ୍ୱାଗତ। ମୋ ନାଁ ଆଶିଷ। ଏହି କାହାଣୀ ହେଉଛି ମୋର ଜଣେ ଘର ପାଖ ଦୂର ସମ୍ପର୍କୀୟ ମାଇଁ ଓ ମୋର ସମ୍ପର୍କ ବିଷୟରେ। ମାମୁଁ ଗୋଟିଏ ମଲରେ କାମ କରନ୍ତି, ଆଉ ସେ ବି ବେଶୀ ଚାଲାକ ନୁହନ୍ତି। ସେ ସକାଳୁ ମଲକୁ ଯାଆନ୍ତି ଆଉ ଫେରନ୍ତି 2ଟାରେ। ଘରେ କେବଳ ମାଇଁ ଓ ତାଙ୍କର ଗୋଟିଏ ଝିଅ। ମାଇଁଙ୍କର କେମିତି ପୁଅ ହେବ ଚେଷ୍ଟା କରୁ କରୁ ପୁଣି ଗୋଟିଏ ଝିଅ ହେଲା। ତେଣୁ ତାଙ୍କ ଯାଆ ସାଙ୍ଗରେ ସେମାନେ ଭଲରେ ପଡ଼ନ୍ତି ନାହିଁ। ସବୁବେଳେ କଳି ଝଗଡ଼ା ହୁଏ। ଆମେ ସବୁ ଦେଖୁ, ହେଲେ କ'ଣ କରିପାରିବୁ। ଏମିତିରେ 2 ବର୍ଷ ବିତିଗଲା। ମାଇଁଙ୍କର ବାରି ଆମ ବାରିକୁ ଲାଗିକି। ମୁଁ ବେଳେବେଳେ ତାଙ୍କ ସହ ବାରିପଟେ ଦେଖା ହୁଏ। ସେ ମୋତେ ସବୁ କଥା କୁହନ୍ତି। ଏହା ଭିତରେ ସେ ବି ଗୋଟେ ଲେଡ଼ିଜ୍ ଗରମେଣ୍ଟ ଦୋକାନରେ କାମ କରିବାକୁ ଗଲେ। ତାଙ୍କ ଛୁଆମାନଙ୍କୁ ତାଙ୍କ ଶାଶୁ ଦେଖାଶୁଣା କରନ୍ତି। ମୁଁ ଶୁଣିବାକୁ ପାଇଲି ଯେ ସେ ସେଇ ଦୋକାନୀ ସାଙ୍ଗରେ ଲୀଳା କରୁଛନ୍ତି। ତାପରେ କିଛି ଦିନ ପରେ କିଛି ଅସୁବିଧା କାରଣରୁ ଦୋକାନ ବନ୍ଦ ହୋଇଗଲା। ତାଙ୍କର କାମ ମଧ୍ୟ ବନ୍ଦ। ପଇସାର ବହୁତ ଅଭାବ ହେଲା। ଦିନେ ବାରିପଟେ ମୋ ସହ କଥା ହେଲା ବେଳକୁ ମୋତେ ସେ 500 ଟଙ୍କା ମାଗିଲେ। ମୁଁ ହଁ କଲି। ପଇସା ନେବା ପରେ ଦିନେ ସେ ମୋତେ କହିଲେ, ସେଦିନ ତୁମେ ପଇସା ଦେଇନଥିଲେ ମୁଁ ବହୁତ ହଇରାଣ ହୋଇଥାନ୍ତି। ମୁଁ କହିଲି, କେବେ ଫେରସ୍ତ କରିବ? ମୋ କଥା ଶୁଣି ସେ ଯେଉଁ ନଜରରେ ଚାହିଁଲେ, ଯେମିତି ମୋଠାରୁ ସେ ଆଉ କିଛି ଚାହୁଁଛନ୍ତି। ଏବେ ମାଇଁଙ୍କ ବିଷୟରେ ମୁଁ କହୁଛି। ସେ ଦେଖିବାକୁ ପୁରା ସୁନ୍ଦରୀ। ତାଙ୍କର ସେଇ ଗୋଲ ଗୋଲ ଜିନିଷ 2ଟା ବହୁତ ବଡ଼ ବଡ଼। ସରୁ ଅଣ୍ଟାକୁ ନାଇଟି ପିନ୍ଧିଲେ ଏମିତି ଦେଖାଯାଆନ୍ତି, ସେଇଠି ମୁଁ ଯାଇକି ଟିକେ କରି ପକାନ୍ତି। ଦିନେ ସକାଳେ ମୋ ସହ ଦେଖା ହେଲେ ଆଉ କହିଲେ, ତୁମ ପାଖରେ ଗୋଟେ କାମ ଅଛି। ମୁଁ କହିଲି, କ'ଣ? ସେ କହିଲେ, ଟିକେ ପରେ ତୁମକୁ ଫୋନ୍ କରିବି। ମୁଁ ଏବେ ଗାଧୋଇ ଯାଉଛି। ଆଉ ଅଧା ଘଣ୍ଟା ପରେ ସେ କଲ୍ କଲେ ତାଙ୍କ ଘରକୁ ଆସିବା ପାଇଁ, ଆଉ ମୁଁ ତାଙ୍କ ଘରକୁ ଗଲି। ତାଙ୍କ ଶାଶୁ ଘରେ ନଥିଲେ, ଆଉ ଛୁଆମାନେ ବାହାରେ ଖେଳୁଥିଲେ। ମୁଁ କହିଲି, କ'ଣ କୁହ? ସେ କହିଲେ, ପଇସା ତ ଏବେ ନାହିଁ, ଆଉ କ'ଣ ଦେବି କୁହ? ମୁଁ ତାଙ୍କ ମତଲବ କ'ଣ ବୁଝିଗଲି। ମୁଁ କହିଲି, ତୁମ ଇଚ୍ଛା ଯାହା ଦେବ ସେଇଟା ମୁଁ ନେବି। ଏହି କଥା କହି ଘର କବାଟ ବନ୍ଦ କରିକି ଆସିଲେ। ଆଉ ମୋତେ କହିଲେ, କ'ଣ ନେବା କଥା ନିଅ। ତାପରେ ମୁଁ ତାଙ୍କ ପାଖକୁ ଯାଇ ତାଙ୍କୁ ଜାବୁଡ଼ି ଧରିଲି। ସେ ସଙ୍ଗେ ସଙ୍ଗେ ଗାଧୋଇକି ଆସିଥିବାରୁ ବଢ଼ିଆ ବାସ୍ନା ହେଉଥାନ୍ତି। ପ୍ରଥମେ ତାଙ୍କ ଉପରୁ ମୁଁ ତାଙ୍କର ସେ ଗୋଲ ଗୋଲ 2ଟାକୁ ଦଳିଲି। ଯେତେ ଦଳିଲି ସେତେ ସେ ମୋତେ ଭିଡ଼ି ପକାଉଥାନ୍ତି। ମୋତେ କହିଲେ, ରୁହ, ମୁଁ ଏଇଟା ଖୋଲିଦିଏ। ସେ ଯେମିତି ଖୋଲିଛନ୍ତି, ତାଙ୍କର ସେଇ ଗୋଲ ଗୋଲ ଜିନିଷ 2ଟା ବାହାରକୁ ଡେଇଁ ପଡ଼ିଲା। ଆଉ ମୁଁ କାଳ ବିଳମ୍ବ ନକରି ଗୋଟେକୁ ଦଳିଲି, ଆଉ ଅନ୍ୟଟିକୁ ପାଟିରେ ଲଗେଇକି ଖାଇବାକୁ ଲାଗିଲି। ମାଇଁ ପୁରା ଗରମ ହୋଇଗଲେ, ଆଉ ସେ ମୋର ଧରି କପଡ଼ା ଉପରୁ ଦଳିବାକୁ ଲାଗିଲେ। ଆଉ ମୋର ପୁରା ଟାଇଟ୍ ହୋଇଗଲାଣି। ମୁଁ କହିଲି, ଏବେ ତୁମର ଖୋଲ। ତାପରେ ସେ ତାଙ୍କର ଖୋଲି ପକାଇଲେ। ତାଙ୍କର ସେଇଠି ପ୍ରଚୁର ବାଳ ଥାଏ। ସେଟା ବି ଭଲ ଭାବରେ ଦେଖାଗଲା ନାହିଁ। ତାପରେ ମୁଁ ମାଇଁଙ୍କୁ କହିଲି, ମାଇଁ, ବାଳ ସଫା କରୁନ କି? ମାଇଁ କହିଲେ, ବାଳ ମୋତେ ବହୁତ ଭଲ ଲାଗେ। ତାପରେ ମୁଁ ସେଇଠୁ ବାଳକୁ ଆଡ଼େଇକି ଦେଖିଲି, ତାଙ୍କର ପୁରା ଲାଳ ବାହାରିଗଲାଣି। ମୁଁ ପଚାରିଲି, ମାଇଁ, ଏ କ'ଣ ବାହାରିଛି? ସେ କହିଲେ, ସ୍ତ୍ରୀଲୋକମାନେ ଯେତେବେଳେ ଟକାର ସେଟାକୁ ଧରନ୍ତି, ଗରମ ହୋଇଗଲେ ଲାଳ ବାହାରେ। ମୁଁ ସଙ୍ଗେ ସଙ୍ଗେ ସେଇଠି ମୋ ମୁହଁ ଲଗେଇ ଟିକେ ଚାଟିବାକୁ ଲାଗିଲି। ମାଇଁ ସମ୍ଭାଳି ପାରିଲେ ନାହିଁ। ମୋ ମୁଣ୍ଡକୁ ତାଙ୍କ ସେଇଠି ଚାପି ଧରିଲେ, ଆଉ ମୁଁ ଚାଟି ଚାଟି ସେଟାକୁ ଆହୁରି ଲାଳୁଆ କରିଦେଲି। ତାପରେ ମାଇଁ ମୋତେ ବି ପୁରା ଖୋଲିଦେଲେ। ମୋର ଦେଖି ସେ କହିଲେ, ଏତେ ବଡ଼ ତୁମର? ଜାଣିଥିଲେ କେଉଁଦିନୁ ମୋର ଗଲୁ ତମଠାରୁ ମାରି ସାରନ୍ତିଣି। ତାପରେ ମୁଁ କହିଲି, ତୁମେ କେବେ କହିନ? ସେ କହିଲେ, ଆଉ ଡେରି କରନି, ଜଲ୍ଦି ତୁମର ମୋ ଭିତରେ ପୁରାଅ, ବହୁତ ଗଲୁ ହେଲାଣି। ତାପରେ ମୁଁ ତାଙ୍କ ଖଟରେ ଶୁଆଇ ଦେଇ ତାଙ୍କର 2ଟାକୁ ମୋ କାନ୍ଧ ଉପରେ ରଖି ମୋର ନେଇକି ତାଙ୍କର ସେଇଠି ସେଟ୍ କଲି, ଆଉ ଧୀରେ କରି ପୂରେଇଲି, ହେଲେ ପଶିଲା ନାହିଁ। 2ଟା ଛୁଆ ହେଲା ପରେ ବି ତାଙ୍କର ସେଇଟା ପୁରା ମେଲା ହୋଇନି। ମୁଁ ପଚାରିଲି, ମାଇଁ, ତୁମକୁ ମାମୁଁ ଡେଲି ମଜା ଦେଉନାହାନ୍ତି କି? ମାଇଁ କହିଲେ, ତାଙ୍କର କ'ଣ ତୁମ ଭଳି ମୋଟା ଯେ ମେଲା ହେବ? ତାପରେ ଗୋଟେ ବଡ଼ ଧକ୍କା ମାରିଲି।
ଯେ ମୋର 3 ଇଞ୍ଚ ତାଙ୍କ ଭିତରକୁ ପଶିଗଲା। ମାଇଁ ଖାଲି ରଡ଼ି କଲେ, ତାଙ୍କ ଆଖିରୁ ଲୁହ ବି ବାହାରି ପଡ଼ିଲା। ମୁଁ ତାଙ୍କ ପାଟିରେ ମୋ ପାଟି ଲଗେଇକି ରଖିଲି, ଯେମିତି ସେ ଆଉ ପାଟି ଖୋଲିବେ ନାହିଁ। ଏଥର ଧୀରେ ଧୀରେ ଧକ୍କା ମାରିବା ସହିତ ଗୋଟେ ଗୋଲ ଜିନିଷକୁ ଦଳିଲି ଆଉ ଅନ୍ୟଟିକୁ ପାଟିରେ ପୂରେଇ ଖାଇବାକୁ ଲାଗିଲି। ଏଥର ମାଇଁ ବି ଟିକେ ଶାନ୍ତ ହୋଇ ମୋତେ ଭିଡ଼ି ଧରି ମଜା ନେଲେ। ମୁଁ ଟିକେ ରହିଗଲି। ମାଇଁ କହିଲେ, ଆଉ ବନ୍ଦ କରନି, ମୋର ଭିତରଟା କ'ଣ କ'ଣ ହୋଇଯାଉଛି। ମୋତେ ଜାବୁଡ଼ି ଧରି ସେ ନିଜେ ଧକ୍କା ମାରିବାକୁ ଲାଗିଲେ। ମୁଁ କହିଲି, ମାଇଁ ଏମିତି ହେଲେ ତୁମ ଗଲୁ କମିବ ନାହିଁ। ସେ କହିଲେ, କ'ଣ କରିବା? ମୁଁ କହିଲି, ମୁଁ ଶୋଉଛି, ତୁମେ ମୋ ଉପରକୁ ଆସ, ତୁମର ଏଟାକୁ ମୋର ଏଇଠି ପୁରାଅ। ମାଇଁ ତାପରେ ସେଇଆ କଲେ। ମାଇଁ ଖାଲି ମୋ ଉପରେ ନାଚି ନାଚି ମଜା ନେବାକୁ ଲାଗିଲେ। ତାଙ୍କର ସେଇ ଗୋଲ ଗୋଲ ଦୁଇଟା ଖାଲି ତଳ ଉପରେ ହେଉଥାଏ ଆଉ ମୁଁ ଧରିକି ଦଳୁଥାଏ। 10 ମିନିଟ୍ ପରେ ମାଇଁଙ୍କର ସେଇଠୁ ପାଣି ବାହାରିକି ମୋ ପେଟ ଓଦା ହୋଇସାରିଲାଣି। ମାଇଁ କହିଲେ, ତୁମର କ'ଣ ବାହାରିନି କି? ମୁଁ ଆଉ ଟିକେ ମଜା ଦେବା ପାଇଁ କହିଲି, ଏମିତିରେ ମୋର ବାହାରିବ ନାହିଁ। ତାପରେ ମୁଁ ତାଙ୍କୁ ଖଟ ଉପରେ କୁକୁର ଭଳିଆ ରଖି ପଛପଟୁ ତାଙ୍କ ଭିତରେ ମୋର ପୂରେଇକି ଚାଲିଲି ଆଉ ମଜା କରି ଚାଲିଲି। ମାଇଁଙ୍କୁ ବୋଧେ ବହୁତ ମଜା ଲାଗିଲା। ସେ ତାଙ୍କର ମୋ ଆଡ଼କୁ ଠେଲିଲେ, କହିଲେ, ଆଗ ଅପେକ୍ଷା ଏବେ ମୋତେ ଭାରି ମଜା ଲାଗୁଛି। ଆଉ କିଛି ସମୟ ପରେ ମୋର ବାହାରିବ ବୋଲି ଲାଗିଲା। ମୁଁ ମାଇଁଙ୍କୁ ପଚାରିଲି, ମାଇଁ କେଉଁଠି ଛାଡ଼ିବି? ମାଇଁ କହିଲେ, ଭିତରେ ଛାଡ଼। ବହୁତ ଦିନ ହେଲା ମୋର ଏ ଭିତରଟା ବହୁତ ଶୁଖିଲା ଅଛି, ଆଜି ଯାଏଁ କେହି ଚାଷ କରୁନାହାନ୍ତି। ତାପରେ ମୁଁ କହିଲି, ଯଦି ତୁମ ଭିତରେ ମୁଁ ଛାଡ଼ିବି, ଯଦି ତୁମର ଛୁଆ ରହିଯାଏ? ତାପରେ ମୋ କଥା ଶୁଣି ମାଇଁ କହିଲେ, ମୁଁ ତୁମ ମାମୁଁ ସାଙ୍ଗରେ ହେଉଛି ବୋଲି ସେ ଭାବିବେ, ଆଉ ଯଦି କୌଣସି ଛୁଆ ପିଲା ହୁଏ ତମ ମାମୁଁ ଭାବିବେ ଯେ ସେ ମୋରି ଛୁଆ। ତାପରେ ମୁଁ କହିଲି, ତୁମର ଏଥର ଯଦି ମୋ ଆଡ଼ୁ ଛୁଆ ରହିଲା ଜାଣିବ, ପୁଅ ନିଶ୍ଚୟ ହେବ। ମାଇଁ କହିଲେ, ଭଲ କଥା। ତାପରେ ମାଇଁଙ୍କର ସେଇଠି ମୁଁ ପାଣି ଛାଡ଼ିଦେଇ ସେମିତି ରହିକି କିଛି ସମୟ ଆମେ 2 ଜଣ ଗେଲ ହୋଇ ଗଡ଼ିବାକୁ ଲାଗିଲୁ। ସେତେବେଳକୁ ଆମେ 2 ଘଣ୍ଟା ହୋଇଗଲାଣି। ଏଭଳି ଖେଳ ଭିତରେ ଆମେ ଜମା ଜାଣିପାରିଲୁ ନାହିଁ। ତାପରେ ମାଇଁ ତାଙ୍କର ପିନ୍ଧିସାରି ଆସିକି ଦେଖିଲେ ବାହାରେ କେହି ଅଛନ୍ତି କି ନାହିଁ। ତାପରେ ସେ ଯେତେବେଳେ ନିଶ୍ଚୟ ହେଲେ ଯେ ବାହାରେ କେହି ନାହାନ୍ତି, ମୁଁ ଧୀରେ କରି ବାହାରିକି ଆମ ବାରିପଟେ ଆମ ଘରକୁ ଆସିଲି। ଏହାପରେ ମୁଁ ମାଇଁଙ୍କୁ ପଇସା ଦେଇଛି ଏବଂ ଯେତେବେଳେ ଇଚ୍ଛା ମନ ଇଚ୍ଛା ଶାନ୍ତି କରିକି ତାଙ୍କୁ ଖୁବ୍ ମଜା ଦେଉଛି। ଏହାପରେ ମୁଁ କହିବି କେମିତି ମାମୁଁଙ୍କୁ କହି ମାଇଁ କେମିତି ମୋ ସହିତ ମଜା କଲେ ଏବଂ ପୁଅ କେମିତି ହେଲା। ଜାଣିବା ପାଇଁ ନେକ୍ସଟ ପାର୍ଟକୁ ଅପେକ୍ଷା କରନ୍ତୁ। ନେକ୍ସଟ ପାର୍ଟ ସେତେବେଳେ ଆସିବ ଯେତେବେଳେ ଆପଣମାନେ ଆମ ଭିଡ଼ିଓକୁ 100ଟା ଲାଇକ୍ ଆଉ 50ଟା କମେଣ୍ଟ କରିବେ ଆଉ ପାର୍ଟ 2 ଦିଅ ବୋଲି କମେଣ୍ଟ କରିବେ। ତାହେଲେ ଯାଇକି ଏଇ ଭିଡ଼ିଓର ସେକେଣ୍ଡ ପାର୍ଟ ବହୁତ ଜଲ୍ଦି ଆସିବ। ଆଶା କରୁଛି ମୋର ଏଇ କାହାଣୀଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଆପଣମାନେ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ତ ହଁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ, କେବଳ ମନୋରଞ୍ଜନ ପାଇଁ ଦେଖନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀ ମାଧ୍ୟମରେ। ଧନ୍ୟବାଦ।